ଢେଙ୍କାନାଳ ଦତ୍ତାତ୍ରେୟ ସାଇ ଆଶ୍ରମରୁ 12 ଫୁଟର ଅହିରାଜ ସାପ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ଗନ୍ଧିଆ ବ୍ଲକ ଅନ୍ତର୍ଗତ ଦତ୍ତାତ୍ରେୟ ଆଶ୍ରମ ଅଫିସରୁ ଉଦ୍ଧାର ହେଲା 12 ଫୁଟ ଲମ୍ବର ଅହିରାଜ ସାପ। କର୍ମଚାରୀମାନେ କାର୍ଯ୍ୟ କରୁଥିବା ବେଳେ ଅଫିସ ସମ୍ମୁଖରେ ବୁଲୁଥିବାର ଦେଖିଥିଲେ। ବିରାଟକାୟ ଅହିରାଜ ସାପକୁ ଦେଖି ଭୟଭୀତ ହୋଇ ସଙ୍ଗେ ସଙ୍ଗେ ସାପ ଉଦ୍ଧାରକାରୀଙ୍କୁ ଖବର ଦେଇଥିଲେ ଏବଂ ସାପ ଉଦ୍ଧାରକାରୀ ସାଙ୍ଗେ ସାଙ୍ଗେ ଖବର ପାଇବା ପରେ ସାପ ଉଦ୍ଧାରକାରୀ ସହଯୋଗୀ ଓ ସାଥୀମାନେ ଦତ୍ତାତ୍ରେୟ ଆଶ୍ରମକୁ ଯାଇ ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ସୁରକ୍ଷିତ ଭାବେ ଅହିରାଜ ସାପକୁ ଉଦ୍ଧାର କରିଥିଲେ। କପିଳାସ ବନ ବିଭାଗର ସହ୍ୟତରେ ଘଟଣାସ୍ଥଳରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ତପୋବନ ଜଙ୍ଗଲରେ ଛାଡ଼ି ଦେଇଥିଲେ ବୋଲି ସାପ ଉଦ୍ଧାରକାରୀ ସଦସ୍ୟା ସୂଚନା ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର।